ମନ୍ତ୍ରୀ ଏଭଳି ଗୁଣବନ୍ତ ପୁତ୍ର ଆପଣ ପାଇଥିଲେ ଯେ ରାଜ୍ୟ ସାରା ଆଜି ସମସ୍ତ ଜନପ୍ରଜା କହୁଛନ୍ତି ରାଜା ଏକ ଅନ୍ୟାୟ ଅତ୍ୟାଚାରୀ ପୁଅ ପାଇଛି। ସମସ୍ତ ଜନପ୍ରଜା ଆପଣଙ୍କ ମୁହଁରେ ଛାପ ପକାଇବେ ମହାରାଜ। তুমি ঠিক কହୁଛ, তুমি ঠিক কହୁଛ ମହାମନ୍ତ୍ରୀ, তুমি ঠিক କହୁଛ। ମୁଁ ଭାବିଥିଲି ମୋ ପୁଅ ଏତେରୁ ଏତେ ବଡ଼ ହେଇ ଏ ପ୍ରତାପଗଡ଼ରେ କୀର୍ତ୍ତି ସ୍ଥାପନ କରିବ ବୋଲି, ହେଲେ ଆଜି ଏମିତି ଏମିତି ଶୈତାନ ପାଲଟିଗଲା। ନା, ତା ମାକୁ, ତା ନିଜ ମାକୁ ମାଗୁଥିଲା ପ୍ରେମ ଭିକ୍ଷା। ହେଲେ ମହାମନ୍ତ୍ରୀ, ଗୋଟିଏ କଥା ମୁଁ ତୁମକୁ ଆଦେଶ କରୁଛି, ଏ କୁଳାଙ୍ଗାରଟାକୁ ନେଇଯାଅ, ନିଖଞ୍ଜ କାନନରେ ନେଇ ବାଘ ଭାଲୁ ହଂସ ଜନ୍ତୁ କାମୁଡ଼ାରେ ଦେଇଦିଅ। ମରିଯାଅ। ଏ କୁଳାଙ୍ଗାର, ଏ ବେଶ୍ୟାର ମୁହ ଦର୍ଶନ କରିବିନି। ହଁ, ମୁଖ ଦର୍ଶନ କରିବିନି। ନାଇଁ ବାବା ନାଇଁ, ଆପଣ ହେଉଛନ୍ତି ଜଣେ ନ୍ୟାୟବନ୍ତ ରାଜା। ଆଜି କାହିଁକି ଏପରି ନ୍ୟାୟ କରୁଛନ୍ତି ବାବା? କାହିଁକି ଇଏ ଶ୍ରାବଣ ଗୁଣ ତା ମା ଦେହରେ ଖରାପ ଆଖି ଫୁଟେଇବ? ନାଇଁ ବାବା ନାଇଁ, ଠିକ ଅଛି। ତୁମେ ଯଦି ଆଜି ଯେତେବେଳେ ନିରୁପାୟ, ଇଏ ଶ୍ରାବଣ ଆଉ ତୁମକୁ କିଛି କହିବନି। କାହିଁକି ନା ଆକାଶର ଛାଇ ପାଣିରେ ଦେଖାଯାଏ, ହେଲେ କେବେ ପାଣିର ଛାଇ ଆକାଶରେ ଦେଖାଯାଏନି। ହଁ ବାପା, ତୁମେ ଏପରି ନ୍ୟାୟ ଶୁଣେଇ ଦେଇଛ ଯେ ଆଜି ପାଣି ଯାଇ ଆକାଶରେ ଦେଖାଯାଉଛି। ଠିକ ଅଛି ବାବା, ମୋ ଜୀବନର ଭାଗ ଶେଷ ଯେତେବେଳେ ତୁମେ ମାନେ ଯେମିତି ଚାହିଁଲ ମୋ ଜୀବନ ଗଣିତଟାକୁ ସେମିତି ସମାଧାନ କରିନେଲ। ଏଥିରେ ଶ୍ରାବଣ ଦିନେ ମାତ୍ର ମନ ଦୁଃଖ କରିବନି, ସେଦିନେ ମାତ୍ର ମନ ଦୁଃଖ କରିବନି। ହେଲେ ସେ ଆଜି ଏପରି ସ୍ଥିତିରେ ପଡ଼ି ସେ ଗୋଟିଏ କଥା କହିବାକୁ ବାଧ୍ୟ ହେଉଛି। ମୁଁ ବିବେକ, ଏ ମୋ ବିବେକ ମୋତେ ବାଧା ଦେଲେ ବି ମୁଁ ନିଶ୍ଚୟ କହିବି। ମୁଁ ନିଶ୍ଚୟ କହିବି। ତୁମେ ମାନେ ସମସ୍ତେ ହେଉଛ ଗୋଟିଏ ଗୋଟିଏ ବେଇମାନ। দেখি চাল বাহেব ভাব সিন্ধুরে বন্ধুরে, দেখি চালি বাহেব ভাব সিন্ধুরে।
তারে দিয়ে নুহে কাহারা ভাই বন্ধু বলো ভবিষ্যতে এ মায়া তারে দিয়ে নুহে কাহারা ভাই বন্ধু বলো প্রভু মায়া बहुत बहुत